ଲଗାଣ ବର୍ଷା ଯୋଗୁଁ ଯେଉଁଭଳି ଭାବରେ ବ୍ୟାସନଗର ସହରରେ ପାଣିରେ ଅନେକ ଅଞ୍ଚଳ ଜଳବନ୍ଦୀ ହେଇଛି, ତାକୁ ନେଇ ଏକ ଜରୁରୀକାଳୀନ ବୈଠକ ଆମେ ଡାକିଥିଲୁ ବିଭିନ୍ନ ଡିପାର୍ଟମେଣ୍ଟସକୁ, ମ୍ୟୁନିସିପାଲିଟି, ତା ସହିତ R&B, ଡ୍ରେନେଜ ଡିପାର୍ଟମେଣ୍ଟ, ରେଲୱେ। ଯେହେତୁ ରେଲୱେର ମଧ୍ୟ ଗୋଟେ ମେଜର ପୋର୍ସନ ଆମର ବ୍ୟାସନଗର ସହର ଭିତରେ ଯାଇଛି ଏବଂ ରେଲୱେର ମେନ୍ ଡ୍ରେନ୍ ଅନେକ ଜାଗାରେ ଚୋକ୍ ହେଇଯାଇଛି, ସେଥିପାଇଁ ଅନେକ ଜାଗାରେ ମଧ୍ୟ ଜଳବନ୍ଦୀର ଅବସ୍ଥା ହେଇଛି। ସେଥିପାଇଁ ଏକ ଦୀର୍ଘସ୍ଥାୟୀ ଯୋଜନା ଏବଂ ଆସନ୍ତା କାଲି ପାଇଁ ମଧ୍ୟ କିଭଳି ଭାବରେ ସମାଧାନ ହେଇପାରିବ ସେ ଦିଗରେ ସମୁଦାୟ ଆଲୋଚନା ହେଇଛି ଏବଂ ଗୋଟେ ସର୍ଟ ଟର୍ମ ପ୍ଲାନ୍ ଏବଂ ଲଙ୍ଗ ଟର୍ମ ପ୍ଲାନ୍ ମଧ୍ୟ ଆଜି ଆଲୋଚନା ହେଇଛି। ଆସନ୍ତା କାଲିଠାରୁ ଏକ କୋଅର୍ଡିନେସନ ଟିମ୍ ତିଆରି କରାଯାଇ ଯାହା ଯାହା ଆବଶ୍ୟକ ପଡ଼ିବ ତୁରନ୍ତ ଜଳବନ୍ଦୀକୁ ଆମେ ହଟେଇବା ପାଇଁ ଏଭିକ୍ସନ, କିଛି ଜାଗାରେ ଏଭିକ୍ସନ ଆବଶ୍ୟକତା ପଡ଼ୁଛି, କିଛି ଜାଗ ଡ୍ରେନ୍ ଉପରେ ଜବରଦସ୍ତି ମାଡ଼ି ଯାଇଛନ୍ତି, ସେମାନଙ୍କୁ ହଟେଇବା ସହିତ ଅନେକ ଜାଗାରେ ଯଦି ନୂତନ ମେସିନ୍ସ ଦରକାର ପଡ଼ିବ ବା ପମ୍ପସ ଦରକାର ପଡ଼ିବ ସେ ଦିଗରେ ମଧ୍ୟ ଆଜି ମୁଁ ନିର୍ଦ୍ଦେଶ ଦେଇଛି ଯେ ସେଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ। ଏବଂ ତା ସହିତ ଯେଉଁ ବଡ଼ ପ୍ଲାନ୍ଟି ହେଇଛି ବ୍ୟାସନଗର ସହରକୁ ଜଳବନ୍ଦୀରୁ ମୁକ୍ତ କରିବା ପାଇଁ ଗୋଟେ ବହୁତ ବଡ଼ ମାଷ୍ଟର ପ୍ଲାନ୍ ହେଇଛି, ପାଖାପାଖି 300-400 କୋଟି ଟଙ୍କାର ପ୍ଲାନ୍ ହେଇଛି ଏବଂ ପ୍ରଥମ ଫେଜ୍ରେ ମଧ୍ୟ 12 କୋଟି ଟଙ୍କା ଆସିସାରିଛି। ସେ ଟଙ୍କାକୁ କିଭଳି ଭାବରେ ଜଲ୍ଦି ଉପଯୋଗ କରାଯାଇପାରିବ ସେ ଦିଗରେ ମଧ୍ୟ ଆଜି ଆଲୋଚନା ହେଇଛି ଏବଂ ମୁଁ ଆଶା କରୁଛି ଯେ ଖୁବ୍ ଜଲ୍ଦି ଆମେ ଏଇ ଯେଉଁ ପ୍ରୋବ୍ଲେମରୁ ଆମେ ମୁକ୍ତି ପାଇପାରିବା ଏବଂ ଯେହେତୁ ଇଏ ସମସ୍ୟା ଏକ ଦୀର୍ଘ ଦିନର ସମସ୍ୟା ଏବଂ ତାକୁ ଆଗାମୀ 3-4 ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ କାର୍ଯ୍ୟ କରି ଏକ ଦୀର୍ଘସ୍ଥାୟୀ ଆଗାମୀ 50 ବର୍ଷ ପର୍ଯ୍ୟନ୍ତ ଯେଭଳି ଭାବରେ ଆମେ এই ପ୍ରୋବ୍ଲେମରେ ପଡ଼ିବା ନାହିଁ ସେଥି ନିମନ୍ତେ ଉଦ୍ୟମ ଜାରି ରହିଛି। ସିଧାସଳଖ ଭାବରେ ଷ୍ଟ୍ରିକ୍ଟ ଆକ୍ସନ୍ ନେବା ପାଇଁ କହିଛି। ଯେଉଁ ଅଧିକାରୀମାନେ, ଯେଉଁ କର୍ମଚାରୀମାନେ କାର୍ଯ୍ୟରେ ଖିଲାପ କରୁଛନ୍ତି ସେମାନଙ୍କ ଏଗେନଷ୍ଟରେ କ୍ରିମିନାଲ ଆକ୍ସନ୍ ନେବା ପାଇଁ ମୁଁ ମଧ୍ୟ ନିର୍ଦ୍ଦେଶ ଦେଇଛି। ଆଜି ଆଲୋଚନା ହେଇଛି ଯେ ଆସନ୍ତା କାଲିଠାରୁ ନୋଟିସ୍ କରାଯିବ ଯେଉଁମାନେ ଡ୍ରେନ୍ ଅବରୋଧ କରୁଛନ୍ତି, ଯେଉଁମାନେ ନ୍ୟାଚୁରାଲ ପାଥଟାକୁ ବ୍ଲକ୍ କରୁଛନ୍ତି, ଏଭିକ୍ସନ ହଟାଯିବ ଏବଂ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନିଆଯିବ। ଆଜି ଯାହା ବିଧାୟକ ମହୋଦୟ ଥିଲେ, ଆମର PD ସାର୍ ଥିଲେ, ADM ସାର୍ ଥିଲେ, ଚେୟାରପର୍ସନ ଆଣ୍ଡ ଅଦର କାଉନସିଲର ମାନେ ଥିଲେ। ଆଜି ଯେଉଁ ୱାଟର ଲଗିଂ ଇସ୍ୟୁ ଆସିଛି ବର୍ଷା ହେଲା ପରେ ସେ ରିଲେଟେଡ ଡିସ୍କସନ୍ ହେଲା ଆଉ କେମିତି ତ୍ୱରାନ୍ୱିତ ବେଗରେ ଆମେ ୱାଟର ଲଗିଂ ଇସ୍ୟୁକୁ ରିଜଲ୍ଭ କରିବା, ଡି ୱାଟରିଂ ହଉ କିମ୍ବା ଆମର ଯେଉଁଠି ଜାମ୍ ଅଛି ଯେଉଁ ଡ୍ରେନ୍ ଗୁଡ଼ା ତାକୁ ସଫା କରିବା, ଡି ସିଲ୍ଟିଂ କରିବା, ଏଇସବୁ ବିଷୟରେ ତ୍ୱରାନ୍ୱିତ ଭାବେ କେମିତି ପଦକ୍ଷେପ ନିଆଯିବ ସେ ବିଷୟରେ ଡିସ୍କସନ୍ କାର୍ଯ୍ୟକାରୀ ହେବ ଆଉ କାର୍ଯ୍ୟକାରୀ ହେଉଛି ବି। ଆଜି ବି ଫିଲ୍ଡରେ ମୋ ଷ୍ଟାଫ୍ ମାନେ ଅଛନ୍ତି ଆଉ କାଲି ବି ଯେଉଁ ଜାଗାରେ ଏମିତି କମ୍ପ୍ଲେନ୍ ଆସିଛି ସେ ଜାଗାରେ ବି ଆମେ ମାନେ ଡି ୱାଟରିଂ ବ୍ୟବସ୍ଥା କରିଛୁ, ତ କାର୍ଯ୍ୟକାରୀ ଚାଲିଛି। ଲୋକ ଆଜି ତ ହ୍ୱାଟ୍ସଆପ୍ରେ ମୋତେ ପର୍ସନାଲି ଲୋକ ଫୋନ୍ କରୁଛନ୍ତି, ଆମେ ଫୋନ୍ ଉଠାଉଛୁ ଆଉ ଆମେ ୱାର୍ଡ ଲେଭେଲରେ ୱାର୍ଡ ଅଫିସର ବି ନିଯୁକ୍ତି ହେଇଛନ୍ତି, ୱାର୍ଡ ଅଫିସର ମାନଙ୍କୁ ବି କମ୍ପ୍ଲେନ୍ ଦେଲେ ସେ କମ୍ପ୍ଲେନ୍ ବି ଆମେ ବି ଏବେ ଆଲୋଚନା ହେଲା, ଯାହା ଆପଣମାନେ ବି ଥିଲେ ଆଉ ଆମେ ଗୋଟେ ଡିଟେଲ ମାଇକିଂ କରିକି ତାପରେ ଆମେ ଏଭିକ୍ସନ କାର୍ଯ୍ୟ ଆରମ୍ଭ କରିବୁ। ସେଇ ବିଷୟ ଯାହା ବି ଆମର ଡିସ୍କସନ୍ ହେଲା ଆଉ R&B ଅଛି ଆଣ୍ଡ ଅଦର ଡିପାର୍ଟମେଣ୍ଟ ଅଛନ୍ତି, ସବୁ ଡିପାର୍ଟମେଣ୍ଟର କୋଅର୍ଡିନେସନରେ ଆମେ ପ୍ରଥମେ ଆମେ ମାଇକିଂ କରିବୁ। ଗୋଟେ ଅପରଚ୍ୟୁନିଟି ତାଙ୍କୁ ଦିଆହେବ ଯେଉଁମାନେ ଡ୍ରେନ୍ ଉପରେ ଦୋକାନ କରିଛନ୍ତି କିମ୍ବା ଲାଇଭଲିହୁଡ ଯେଉଁମାନଙ୍କର ଆଫେକ୍ଟେଡ୍ ହେବ, ଆମେ ମାଇକିଂ କରିବୁ, ପ୍ରପର ପ୍ରୋସିଜିଓରରେ ଆମେ କରିବୁ। ଥ୍ୟାଙ୍କ ୟୁ।